କରାଯାଉଛି। ଏଇ ଯେଉଁ ରାହୁମୁଣ୍ଡ ଦେଖୁଛନ୍ତି, ଏଇ ରାହୁମୁଣ୍ଡ ରହିଲା, ଏଠି କଳସ ରହିଲା, ଏଠି ଆମର ସିଂହ ରହିଲା, ଆଉ ଏପଟେ ଡାଳି ରହିଲା, ସେପଟେ ମଗରମୁଣ୍ଡ ରହିଲା। ଏଇଟା ପ୍ରଭୁଙ୍କର ମାନେ ଯାହାକୁ କହନ୍ତି ପର୍ଭା ବୋଲିଆ, ତା ଦେହରେ ଆଉଜିକି ବସନ୍ତି। ୟା ପଛପଟେ ଗୋଟେ ବଡ଼ ମାଣ୍ଡିଟେ ଥୁଆ ହୁଏ, ତା ଉପରେ ଆଉଜିକି ରହନ୍ତି। ୟାର ଏତେ ସୁନ୍ଦରତା କାର୍ଯ୍ୟ ରଥ ଭିତରେ ଏଇଟା ହେଉଛି ବଡ଼ ସୁନ୍ଦରତା କାମ। କାହିଁକି ନା ପ୍ରଭୁ ବହୁଛନ୍ତି, ସେଥିପାଇଁ ଆମ ପିଲାମାନେ ସବୁ ଏଇ କାମ କରୁଛନ୍ତି। ଏଇ ରାହୁମୁଣ୍ଡର ବହୁତ କରାମତି ଅଛି, ଯେ କି ରାହୁମୁଣ୍ଡର ଏତେ ଆଟ୍ରାକ୍ସନ୍ ଅଛି ଯେ କି ନିରଞ୍ଜନ ଟିକେ ପାଖକୁ ଆସନ୍ତୁ, ଟିକେ ରାହୁ ମୁଣ୍ଡର ଚିତ୍ର ଆମେ ଦେଖେଇବା। ରାହୁ ମୁଣ୍ଡଙ୍କ ଉପରେ ଦୁଇଟି ସିଂହ ଅଛନ୍ତି ଏବଂ ଗୋଟିଏ କଳସ ଅଛି। ଆପଣ ଜାଣିଛନ୍ତି କଳସ ହେଉଛି ଶୁଭର ପ୍ରତୀକ, କଳସ ହେଉଛି ସମସ୍ତ ଅନୁକୂଳର ପ୍ରତୀକ, କଳସ ହେଉଛି ସବୁଠାରୁ କୁହାଯାଇପାରିବ ଯେ କୌଣସି କାର୍ଯ୍ୟ ଶୁଭ କାର୍ଯ୍ୟ କୌଣସି ଯାନିଯାତ୍ରା ସମୟରେ କଳସ ହିଁ ପ୍ରଥମେ ଅନୁକୂଳ ଭାବରେ ଦୁଆର ମୁହଁରେ କୁହନ୍ତୁ, ମନ୍ଦିର ପାଖରେ କୁହନ୍ତୁ, ସବୁ ଜାଗାରେ ଅବସ୍ଥାନ କରାଯାଇଥାଏ। କିନ୍ତୁ ଆଜି ଦେଖାଯାଉଛି ଯେ ସେ ଯେଉଁ ରହିଛି ରାହୁମୁଣ୍ଡ, ଏ ରାହୁମୁଣ୍ଡ ଉପରେ ସିଂହର ମଧ୍ୟ ଭାଗରେ ହେଉଛି ଆପଣଙ୍କର କଳସ, ଆଉ ତାରି ଭିତରେ ଚାଲିଛି ଖୋଦେଇ କାର୍ଯ୍ୟ। ଆସନ୍ତୁ ଦେଖିବା ଦେବୀ ସୁଭଦ୍ରାଙ୍କର ଯେଉଁ ସ୍ୱତନ୍ତ୍ର ଭାବରେ ପ୍ରଭା କାର୍ଯ୍ୟ ଚାଲିଛି, କ'ଣ ଖୋଦେଇ ଚାଲିଛି। ଆପଣଙ୍କର ଯେଉଁ ଦର୍ପଦଳନ ରଥର ଏ ଯେଉଁ ବର୍ତ୍ତମାନ ଚାଲିଛି ଖୋଦେଇ, ଏଥିରେ ଆପଣ କ'ଣ ଖୋଦେଇ କରୁଛନ୍ତି? ଏଇଟା ହେଲା ଆମର ରାହୁ ରେଖାରେ ଚାଲିଛି, ଯେଉଁଟାକି କହନ୍ତି କୀର୍ତ୍ତିମୁଖ, ତାକୁ ନେଇକରି ବର୍ତ୍ତମାନ ଚାଲିଛି ଆମର କାମ। ବର୍ତ୍ତମାନ ଇଏ ମହାପ୍ରଭୁଙ୍କର ନନ୍ଦିଘୋଷର ଜଗନ୍ନାଥ ମହାପ୍ରଭୁ ଆଉଜି ହେବେ, ଯେଥିପାଇଁ ମହାପ୍ରଭୁଙ୍କ ପର୍ବା ଆମେ ବୁଧବାର ଦିନ ନଡ଼ିଆ ମହାରତ ସମର୍ପଣ କରିକି ମହାପ୍ରଭୁ ଅନୁକୂଳ କରିଥିଲୁ। ଜଗନ୍ନାଥଙ୍କୁ ଡାକିକି ହେ ମହାପ୍ରଭୁ ତମ କାମ ତମେ ନିଜେ କର। ବର୍ତ୍ତମାନ ଏଇନେ ରାହୁ ମୁଖ ଚାଲିଛି, ରାହୁ ମୁଣ୍ଡ ଉପରେ ରହିଛି ଆମର କଳସ ରହିବ, ଆଉ ଚକ୍ର ରହିବ, ଦି ସାଇଡ୍ ଓଲଟ ସିଂହ ରହିବ, ଆଉ ଗୋଟେ ଦିପଟେ ଦିଟା ପକ୍ଷୀ ଅଛି, ପକ୍ଷୀ ଧରିଛନ୍ତି, ଖଣ୍ଡା ଧରିକି ପକ୍ଷୀ ଧରିଛନ୍ତି, ତାପରେ ଡାଳି ଲତା ରହିକି ପଦ୍ମ ପାଖୁଡ଼ା, ତାପରେ ଦିପଟେ ମଗର। ଇଏ କାମ ଖୋଦି ହେବ ଯେତେବେଳେ ଅଧିକା ସମୟ ମିଳିଛି। ଆମେ ଅଧିକ ସମୟ ତ ବହୁତ ଅଛି, ଆମେ ଭଲ କି କେମିତି କାମ କରିବା। ଏପଟେ ରହିଛି ଶଙ୍ଖ, ଏପଟେ ରହିଛି ଚକ୍ର, ସେପଟେ ରହିବ ଚକ୍ର। ଆପଣ ଦେଖନ୍ତୁ ପ୍ରଭୁଙ୍କର ମହାପ୍ରଭୁ ଜଗନ୍ନାଥଙ୍କର ଏଇ ଯେଉଁ ରହିଛି ପ୍ରଭା, ଏପଟେ ରହିବ ଶଙ୍ଖ, ସେପଟେ ରହିବ ଚକ୍ର, ମଧ୍ୟ ଭାଗରେ ଅଛନ୍ତି ରାହୁମୁଣ୍ଡ, ରାହୁମୁଣ୍ଡରେ ଅଛନ୍ତି ଓଲଟ ସିଂହ।